ଆଲେ ନତିଆ ତୁ ବାଲ ଆଣିଛୁ? ହଁ ଆଣିଛି। ତୁମେ କୋଉ କୋଉ ବାଣ ସବୁ ଆଣିଛ? ଆମେ ତାଳ ଫଟକା, ଠୁନୁ ଫଟକା, ଲଙ୍କା ବାଣ, ଚକଲି ବାଣ, ଥାପ ବାଣ ସବୁ ଆଣିଛୁ। ତୁ କୋଉ ବାଣ ଆଣିଛୁ? ଏତେ ବାଣ ଆଣିଛ? କିନ୍ତୁ ମୁଁ ଗୋଟେ ସ୍ପେଶାଲ ବାଣ ଆଣିଛି। ସେ ବାଣ ଫୁଟିଲେ ତମ କାନ ଫାଟିଯିବ, ଆଖି ଅନ୍ଧ ହୋଇଯିବ। ମୋ ବାପା ମତେ ଦେଇଛନ୍ତି ଆଉ କହିଲେ ସ୍ପେଶାଲ ବାଣ ଏଇଟା ଆମେରିକାରୁ ଆସିଛି। ହଁ ଥାଉ ଥାଉ ଫୁଟା ଫୁଟା। ନାଇଁ ନାଇଁ ଆଗ ତମ ବାଣ ଫୁଟ। ମୋର ପୁରା ସ୍ପେଶାଲ ବାଣ, ମୋର ଲାଷ୍ଟକୁ ଫୁଟିବ। ବାପା କହୁଥିଲେ ବାଣ କାହାକୁ ଦେଖେଇବୁନି, ଫୁଟେଇଲା ବେଳେ ଆଖି ବନ୍ଦ କରିଦବ, କାନ ବନ୍ଦ କରି ଲୁଚିଯିବ, ବୁଝିଲ? ଥାଉ ଥାଉ। ଇଲୋ ବୁଲୁ କେଡେ ଜୋରେ ଫୁଟୁଛି ରେ। ଆରେ ନଟିଆ ଏବେ ତୁ ଗୋଟେ ଫୁଟା। ନାଇଁ ନାଇଁ ମତେ ଡର ମାଡୁଛି। ଆଲେ କିଛି ହବନିଲେ, ଏ ବାଲିନେ ଦୁଲରେ ଠିଆ ହେଇକି ଫୁଟା। ହଉ ହଉ ଠିକ ଅଛି ଦେ। ଫାଟିଲା ଫାଟିଲା ଫାଟିଲା। ଆବେ ଅଭଦ୍ର ଏମିତି ପୁଣି ଚମକଉଛୁ? ମୁଁ ଚମକି ପଡିଲି। ମୁଁ ଫୁଟେଇବିନି ଯେ। ନଟିଆ ଥରେ ଥରେ ଫୁଟା ଫୁଟା ଆଉ ଚମକେଇବିନି। ଫୁଟା 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 କାନ୍ଦୁ। ଆଉଥରେ 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 ଥାଉ ଥାଉ ଲଇତା ଲଇତା। ଥାଉ ଇଲେ ବୁଲୁ। ଆରେ ଏ ଖେଚଡ ଗୁଡା ପାରି ହବନି ଆଉ। ଯାଇକି ଦି ଚାରି ପାର ବସେଇଲେ ଏ ଠିକ ସାଇଜ ହେବେ। ଆରେ କଣ ହେଲା? ଏମିତି କଣ ଚମକିଲ? କିଛି ନାହିଁ, ସେ ଟୋକା ବୋଧେ ଘର ଭିତରୁ ବାଣ କୁଆଡେ ଦେଲା ଆଉ। ରହ ମୁଁ ଯାଇକି ଦେଖେ ତାକୁ ଆଗ। ଆରେ ଘର ଭିତରୁ କିଏ ବାଣ ଫୁଟେଇ ପଡିଲା? କିଏ ବାପା ତମେ? ମୁଁ ବୋଲି ପୁଣି ବାଣ ଫୁଟିଲେ ବୋଲି ଗାଣ୍ଡି ପରେ ମତେ ଚମକେଇ ଦେଲେ। ସେଇ ବାଣଟା ଭିତରକୁ ପଡିଗଲା। ଆରେ ତମ ଦି ହାତରେ କିଏ ବାଣ ଫୁଟେଇଥିଲା? କି ବାଣ ସବୁ ଆଣିଛ ଦେଖି? ବାଣ କଣ ସବୁ ଏମିତି